बंधु माने आपण माने समस्ते जानती जे महाशिवरात्रिर पवित्र पर्व खूब शीघ्र आसिबाकू जाउछि। तो एही पवित्र महाशिवरात्रि अवसर रे मो आपण मानंकु कन्यर फूलर एक एक बहुत दिव्य उपाय कहिबाकू जाउछि, जाहाकू आपणंकु महाशिवरात्रिर पवित्र पर्व रे करि नेबार अछि। महाशिवरात्रिर पवित्र पर्वरे जदि आपण एही महा उपायटिକୁ କରିନେଉଛନ୍ତି ତ ଆପଣଙ୍କର ଜନ୍ମ ଜନ୍ମାନ୍ତରର ଦାରିଦ୍ର୍ୟତା ଦୂର ହୋଇଯିବ। ବନ୍ଧୁମାନେ, କନ୍ୟର ଗଛଟି ସାଧାରଣ ଭାବରେ ପ୍ରତ୍ୟେକ ସ୍ଥାନରେ ମିଳିଯାଇଥାଏ। ତେବେ ଏହି କନ୍ୟରର ଫୁଲଟି ଭଗବାନ ଶିବ ଶଙ୍କରଙ୍କୁ ଅତ୍ୟନ୍ତ ପ୍ରିୟ ହୋଇଥାଏ। ତ ଆପଣ ଯଦି ପ୍ରକୃତରେ ଶ୍ରଦ୍ଧା ଏବଂ ଭକ୍ତିର ସହ विश्वासर सह एही कन्यार फूलरे चंदन लगाई प्रभु शिव शंकरଙ୍କୁ अर्पण କରି ଦିଅନ୍ତି ତ ଆପଣଙ୍କର ଯାହା ବି କିଛି ମନସ୍କାମନା ରହିଥାଏ ତାହା ପୂର୍ଣ୍ଣ ହୋଇଯାଇଥାଏ। ଏମିତିକି 21 ଥର ଶିବଲିଙ୍ଗରେ ଜଳ ଅର୍ପଣ କରିବାର ଫଳ ମଧ୍ୟ ଗୋଟିଏ ଥର କନ୍ୟାର ଫୁଲ ଅର୍ପଣ କରିବା ଦ୍ୱାରା ମଧ୍ୟ ଆପଣଙ୍କୁ ପ୍ରାପ୍ତ ହୋଇଥାଏ। ବନ୍ଧୁମାନେ, ଏହି କନ୍ୟରର ଯେଉଁ ଗଛ ରହିଥାଏ ତାହା ସବୁବେଳେ ହରାଭରା ରହିଥାଏ, ମାତ୍ର ଏହାର ଫୁଲ ଏବଂ ଫଳ ବିଷାକ୍ତ ହୋଇଥାଏ। ତେବେ ବିଷାକ୍ତ ହେବା ପରେ ମଧ୍ୟ ଏହା ଆମ ଶରୀରର ବାହାର ଅଙ୍ଗର ଅନେକ ଗୁଡ଼ିଏ ରୋଗ ଦୂର କରିବାରେ ମଧ୍ୟ ଆମକୁ ସାହାଯ୍ୟ କରିଥାଏ। ତ ବନ୍ଧୁମାନେ, ଏହି କନ୍ୟର ଫୁଲଟି ମଧ୍ୟ ନାନା ପ୍ରକାରର ରଙ୍ଗର ହୋଇଥାଏ, ଯେମିତିକି ହଳଦିଆ ରଙ୍ଗର କନ୍ୟର ଫୁଲ, ଯାହାକି ସାଧାରଣ ଭାବରେ ପ୍ରତ୍ୟେକ ଜାଗାରେ ରହିଥାଏ। ଧଳା ରଙ୍ଗର କନ୍ୟର ଫୁଲ, ଲାଲ ରଙ୍ଗର କନ୍ୟର ଫୁଲ, ଏଭଳି ଅନେକ ପ୍ରକାରର ରଙ୍ଗର କନ୍ୟର ଫୁଲ ରହିଥାଏ। ତେବେ ମୁଁ ବର୍ତ୍ତମାନ ଆପଣଙ୍କୁ ଧଳା ରଙ୍ଗର କନ୍ୟର ଫୁଲର କିଛି ଚମତ୍କାରୀ ଉପାୟ କହିବାକୁ ଯାଉଛି। ତ ସେଥିପାଇଁ ଆପଣମାନେ ଭିଡ଼ିଓଟିକୁ ସ୍କିପ୍ ନ କରି ଶେଷ ପର୍ଯ୍ୟନ୍ତ ନିଶ୍ଚୟ ଦେଖନ୍ତୁ ଏବଂ ଭିଡ଼ିଓଟିକୁ ଲାଇକ୍ କରି ଚ୍ୟାନେଲଟିକୁ ସବସ୍କ୍ରାଇବ୍ କରିଦିଅନ୍ତୁ। କମେଣ୍ଟ ବକ୍ସରେ ଭକ୍ତି ଏବଂ ଶ୍ରଦ୍ଧାର ସହିତ ଓମ୍ ନମଃ ଶିବାୟ ନିଶ୍ଚୟ ଲେଖନ୍ତୁ। ତେବେ ପବିତ୍ର ମହାଶିବରାତ୍ରି ଦିନ ଆପଣ ଯଦି ଏହି ଚମତ୍କାରୀ ଉପାୟକୁ ପାଳନ କରିନିଅନ୍ତି ତ ଆପଣଙ୍କର ଜନ୍ମ ଜନ୍ମାନ୍ତରର ଦାରିଦ୍ର୍ୟତା ନିଶ୍ଚିତ ଭାବରେ ଦୂର ହୋଇଯିବ। ତେବେ ବନ୍ଧୁମାନେ, ଆପଣମାନେ ସମସ୍ତେ ନିଶ୍ଚିତ ଭାବେ ନିଜର ଘରେ ଏହି କନ୍ୟର ଫୁଲକୁ ଲଗାଇବା ଉଚିତ। ଏହା ଆପଣଙ୍କ ଗୃହର ଶୋଭାକୁ ବଢ଼ାଇବା ସହିତ ଆପଣଙ୍କୁ ଅନେକ ଚମତ୍କାରୀ ଫଳ ମଧ୍ୟ ପ୍ରଦାନ କରିଥାଏ। ବନ୍ଧୁମାନେ, ଯଦି ସମାଜରେ ଆପଣଙ୍କର ମାନ ସମ୍ମାନ ନାହିଁ, ଆପଣଙ୍କୁ କୌଣସି ବ୍ୟକ୍ତି ସମ୍ମାନ ଦେଉନାହାନ୍ତି, ତ ଯଦି ଆପଣ ପ୍ରତ୍ୟେକ ଦିନ ଆପଣ ଏହି କନ୍ୟର ଗଛର ଚେରକୁ ଘୋରି ତିଳକ କରି ନିଜର ମସ୍ତକରେ ଲଗାନ୍ତି ତ ଏହାଦ୍ୱାରା ଆପଣଙ୍କ ମଧ୍ୟରେ ଆକର୍ଷଣ କ୍ଷମତା ବୃଦ୍ଧି ପାଇଥାଏ। ଅନ୍ୟ ଲୋକମାନେ ଆପଣଙ୍କ ଆଡ଼କୁ ଆକର୍ଷିତ କରିଥାନ୍ତି ଏବଂ ଆପଣଙ୍କୁ ସମ୍ମାନ ମଧ୍ୟ ପ୍ରଦାନ କରିଥାନ୍ତି। ବିଶେଷ କରି ଯେତେବେଳେ ଆପଣ କୌଣସି ସଭାକୁ ଯାଉଛନ୍ତି, କୌଣସି ମିଟିଂକୁ ଯାଉଛନ୍ତି, ତ ସେତେବେଳେ ନିଶ୍ଚିତ ଭାବରେ ଏହାର ତିଳକ ନିଜର ମଥାରେ ଲଗେଇକି ଯାଆନ୍ତୁ, କାରଣ ସେଠାରେ ଆପଣଙ୍କର କଥାର ଯେଉଁ ଓଜନ ରହିବା ଦରକାର, ଆପଣଙ୍କର କଥାକୁ ଯେଉଁ ସମସ୍ତେ ଗୁରୁତ୍ୱ ଦେବା ଦରକାର, ଯଦି ଆପଣ ଏହାର ତିଳକକୁ ଲଗାଇକି ଯାଆନ୍ତି ତ ନିଶ୍ଚିତ ଭାବରେ ସଭାରେ ଆପଣଙ୍କ କଥାର ହିଁ ଗୁରୁତ୍ୱ ରହିବ। ଏମିତିକି ଯଦି ଆପଣଙ୍କର କୋର୍ଟ କଚେରୀର ମାମଲା ଲାଗି ରହିଛି ଏବଂ ଆପଣ ସେଥିରେ ଯାଉଛନ୍ତି ତ କୋର୍ଟ କଚେରୀକୁ ଯିବା ସମୟରେ ମଧ୍ୟ ଆପଣ ଏହାର ତିଳକକୁ ନିଜର ମସ୍ତକରେ ଲଗେଇକି ଯିବା ଉଚିତ। ବନ୍ଧୁମାନେ, ଯଦି ଆପଣଙ୍କର କୌଣସି ମନସ୍କାମନା ରହିଛି ଯାହାକି ଆପଣଙ୍କର ପୂର୍ଣ୍ଣ ହୋଇପାରୁନାହିଁ ତ ସେଥିପାଇଁ ଆପଣ 108ଟି ଧଳା କନ୍ୟରର ଫୁଲ ନିଅନ୍ତୁ ଏବଂ ପ୍ରତ୍ୟେକଟି କନ୍ୟର ଫୁଲ ଉପରେ ଆପଣ ଚନ୍ଦନ ଲଗାଇ ଦିଅନ୍ତୁ। ତାପରେ ସେହି 108ଟି ଫୁଲକୁ ଆପଣ ଭଗବାନ ଶିବ ଶଙ୍କରଙ୍କର ଉପରେ ଅର୍ପଣ କରନ୍ତୁ, ଅର୍ଥାତ୍ ଶିବଲିଙ୍ଗରେ ଅର୍ପଣ କରନ୍ତୁ। ତେବେ ଏହି ଉପାୟଟିକୁ ଆପଣଙ୍କୁ 5ଟି ସୋମବାର ପର୍ଯ୍ୟନ୍ତ କରିବାର ଅଛି। ଯଦି 5ଟି ସୋମବାର ପର୍ଯ୍ୟନ୍ତ ଆପଣ ଏହି ଉପାୟଟିକୁ ପାଳନ କରନ୍ତି, ଭକ୍ତି ଏବଂ ଶ୍ରଦ୍ଧାର ସହିତ ପାଳନ କରନ୍ତି ତ ନିଶ୍ଚିତ ଭାବରେ ଆପଣଙ୍କର ସମସ୍ତ ମନସ୍କାମନା ପୂର୍ଣ୍ଣ ହେବ। 2-3ଟି ସୋମବାରରେ ହିଁ ଆପଣ ଏହାର ଲାଭ ଧୀରେ ଧୀରେ ଦେଖିବାକୁ ପାଇପାରିବେ। ଏବଂ ଏବେ ଯେଉଁ ଆମର ପବିତ୍ର ମହାଶିବରାତ୍ରି ଆସୁଛି ତ ଏହି ମହାଶିବରାତ୍ରିର ପର୍ବଠାରୁ ଯଦି ଆପଣ ଏହାକୁ ଆରମ୍ଭ କରନ୍ତି ବା ଏହି ଦିନ ବି ଯଦି ଆପଣ ଏହି ଉପାୟଟିକୁ କରିନିଅନ୍ତି ତେବେ ବି ଆପଣଙ୍କର ମନସ୍କାମନା ପୂର୍ଣ୍ଣ ହେବ।
ଆପଣ ଚାହିଁଲେ କେବଳ ମହାଶିବରାତ୍ରି ଦିନ ଏହି ଉପାୟଟିକୁ ପାଳନ କରିବେ, ନଚେତ୍ ମହାଶିବରାତ୍ରି ପରଠାରୁ ପଡୁଥିବା ସୋମବାରଠାରୁ ମଧ୍ୟ ଆପଣ 5ଟି ସୋମବାର ପର୍ଯ୍ୟନ୍ତ ଏହି ଉପାୟକୁ କରିପାରିବେ। ତେବେ ଆପଣ ଯେତେବେଳେ ବି ପ୍ରଭୁ ଶିବ ଶଙ୍କରଙ୍କର ପୂଜାର୍ଚ୍ଚନା କରୁଛନ୍ତି ତ କନ୍ୟାର ଫୁଲ ନିଶ୍ଚିତ ଭାବରେ ଅର୍ପଣ କରନ୍ତୁ, କାରଣ ପ୍ରଭୁ ଭୋଳାଶଙ୍କରଙ୍କୁ କନ୍ୟାର ଫୁଲ ଅତ୍ୟନ୍ତ ପ୍ରିୟ ହୋଇଥାଏ। ଏବେ ଆସନ୍ତୁ ଜାଣିନେବା ଧନ ପ୍ରାପ୍ତିର ମହା ଉପାୟ। ବନ୍ଧୁମାନେ, ଏହା ଏକ ଚମତ୍କାରୀ ଉପାୟ ଅଟେ। ଯଦି ଆପଣ ଏହାକୁ ବିଧିବିଧାନ ପୂର୍ବକ ସଠିକ୍ ଭାବରେ ଏହି ଉପାୟଟିକୁ କରିନିଅନ୍ତି ତ କେବେ ବି ଏହା ଅସଫଳ ହୋଇନଥାଏ। ତେବେ ବନ୍ଧୁମାନେ, ସେଥିପାଇଁ ଆପଣ ଗାଈର ତାଜା କ୍ଷୀର ନିଅନ୍ତୁ। ସେଥିରେ ଆପଣ ମିଶ୍ରି ଗୋଳାଇ ଦିଅନ୍ତୁ। ଏହି ମିଶ୍ରିତ କ୍ଷୀରକୁ ଆପଣ ଲଗାତାର 21 ଦିନ ପର୍ଯ୍ୟନ୍ତ କନ୍ୟାର ଗଛ ମୂଳରେ ଅର୍ପଣ କରନ୍ତୁ। ମନେ ରଖିବେ, ଲଗାତାର 21 ଦିନ ପର୍ଯ୍ୟନ୍ତ ଆପଣଙ୍କୁ ଏହି ଉପାୟଟିକୁ କରିବାର ଅଛି। ମଝିରେ ଆପଣ ଗୋଟିଏ ଦିନ ବି ଯେମିତି ସ୍କିପ୍ ନ କରନ୍ତି, ସେଥିପ୍ରତି ଧ୍ୟାନ ଦେବା ଉଚିତ। ଯଦି ସମ୍ଭବ ହୁଏ ତ ଆପଣଙ୍କ ଘର ପାଖରେ ଯଦି କୌଣସି ଶିବ ମନ୍ଦିର ଅଛି ଏବଂ ସେଠାରେ ଧଳା ରଙ୍ଗର କନ୍ୟାର ଫୁଲର ଗଛ ରହିଛି ତ ଆପଣ ସେହି ମନ୍ଦିରରେ ଥିବା ଧଳା ରଙ୍ଗର କନ୍ୟାର ଫୁଲ ଗଛ ମୂଳରେ ଯଦି 21 ଦିନ ପର୍ଯ୍ୟନ୍ତ ମିଠା କ୍ଷୀର ଅର୍ପଣ କରନ୍ତି ତ ଏହା ଆହୁରି ଅଧିକ ଫଳଦାୟୀ ହୋଇଥାଏ। ତେବେ ମନ୍ଦିରରେ ଥିବା ଫୁଲ ଗଛ ମୂଳରେ ଯଦି ଆପଣ ଏହି ଉପାୟଟିକୁ ପାଳନ କରନ୍ତି ତ ଏହା ଆପଣଙ୍କୁ ଲାଭ ପ୍ରଦାନ କରିଥାଏ। ତେବେ ମନେ ରଖିବେ, କେବଳ ଧଳା ରଙ୍ଗର କନ୍ୟାର ଫୁଲ ଗଛ ହିଁ ଆପଣଙ୍କୁ ସେହି ଲାଭ ପ୍ରଦାନ କରିପାରିବ। ତେବେ କନ୍ୟାର ଗଛ ମୂଳରେ କ୍ଷୀର ଅର୍ପଣ କରିସାରିବା ପରେ ଆପଣ ମହାଦେବଙ୍କୁ ମଧ୍ୟ କ୍ଷୀର ଅର୍ପଣ କରନ୍ତୁ। ଯଦି 21 ଦିନ ପର୍ଯ୍ୟନ୍ତ ଆପଣ ଏହି ଉପାୟଟିକୁ ପାଳନ କରନ୍ତି ତ ନିଶ୍ଚିତ ଭାବରେ ଆପଣଙ୍କର ଦୁର୍ଭାଗ୍ୟ ସୌଭାଗ୍ୟରେ ପରିଣତ ହୋଇଯିବ। ଆପଣଙ୍କର ଶୋଇ ରହିଥିବା ଭାଗ୍ୟ ଜାଗ୍ରତ ହୋଇଯିବ। ପ୍ରତ୍ୟେକ କାର୍ଯ୍ୟରେ ଆପଣଙ୍କୁ ସଫଳତା ମିଳିବ ଏବଂ ଆପଣଙ୍କ ଜୀବନରେ ଆପଣଙ୍କୁ କେବେ ବି ଧନର ଅଭାବ ହେବ ନାହିଁ। ବିଭିନ୍ନ ଦିଗରୁ ଆପଣଙ୍କୁ ଧନର ପ୍ରାପ୍ତି ହେବ। ଆପଣଙ୍କୁ ରୋଜଗାରର ଅନେକ ବାଟ ମିଳିଯିବ। ଏବେ ଆସନ୍ତୁ ଜାଣିବା ଚାକିରି ପ୍ରାପ୍ତିର ମହା ଉପାୟ। ବନ୍ଧୁମାନେ, ଯଦି ଆପଣଙ୍କର ଯୋଗ୍ୟତା ଥିବା ସତ୍ତ୍ୱେ ମଧ୍ୟ ଅନେକ ଚେଷ୍ଟା କଲା ପରେ ମଧ୍ୟ ଆପଣଙ୍କୁ ଚାକିରି ମିଳିପାରୁନାହିଁ ତ ଆପଣଙ୍କ ଯୋଗ୍ୟତା ଅନୁସାରେ ଆପଣ ଯେଉଁ ଚାକିରି କରିବା ପାଇଁ ଚାହୁଁଛନ୍ତି ଗୋଟିଏ ସାଦା କାଗଜ ଉପରେ ଲାଲ ରଙ୍ଗର କଲମରେ ଆପଣ ନିଜର ସେହି ଚାକିରିର ଇଚ୍ଛାକୁ ଲେଖିଦିଅନ୍ତୁ। ତାପରେ ଧଳା ରଙ୍ଗର କନ୍ୟାର ଗଛ ମୂଳରେ ଆପଣ ସେହି କାଗଜଟିକୁ ପୋତି ଦିଅନ୍ତୁ। ଏହି ଉପାୟଟିକୁ କରିବା ସମୟରେ ଆପଣଙ୍କୁ ପ୍ରଭୁ ଭୋଳାଶଙ୍କରଙ୍କର ଧ୍ୟାନ କରିବାର ଅଛି। ଓಂ ନମଃ ଶିବାୟ ମନ୍ତ୍ରର ଜପ କରିବାର ଅଛି। ତାପରେ ସେହି ଇଚ୍ଛାକୁ ନିଜ ମନ ଭିତରେ ଆପଣ ପ୍ରଭୁଙ୍କ ନିକଟରେ ପ୍ରକାଶ କରନ୍ତୁ। ନିଶ୍ଚିତ ଭାବରେ ଖୁବ୍ ଶୀଘ୍ର ଆପଣଙ୍କର ସେହି ଚାକିରି ପ୍ରାପ୍ତିର ଇଚ୍ଛା ପୂର୍ଣ୍ଣ ହେବ ଏବଂ ଆପଣଙ୍କୁ ଆପଣଙ୍କ ଯୋଗ୍ୟତା ଅନୁସାରେ ଚାକିରି ମଧ୍ୟ ପ୍ରାପ୍ତି ହେବ। ତେବେ ମନେ ରଖିବେ, ଯେଉଁ ଦିନଠାରୁ ଆପଣ ସେହି କାଗଜକୁ ଗଛ ମୂଳରେ ପୋତିବେ ତ ସେହି ଗଛରୁ ଫୁଲ ନେଇ ଆପଣ 21 ଦିନ ପର୍ଯ୍ୟନ୍ତ ପ୍ରଭୁ ଶିବ ଶଙ୍କରଙ୍କୁ ଅର୍ପଣ କରିବେ ଏବଂ ଅର୍ପଣ କରିବା ସମୟରେ ପ୍ରଭୁ ଶିବ ଶଙ୍କରଙ୍କୁ ନିଜର ମନସ୍କାମନା ପୂରଣ କରିବା ପାଇଁ ପ୍ରାର୍ଥନା କରିବେ। ଏହା ସହିତ ଯେଉଁ 21 ଦିନ ପର୍ଯ୍ୟନ୍ତ ଆପଣ ଏହି ଉପାୟଟି କରିବେ ତ ସେହି 21 ଦିନ ପର୍ଯ୍ୟନ୍ତ ଆପଣ ପ୍ରତ୍ୟେକ ଦିନ ମହାମୃତ୍ୟୁଞ୍ଜୟ ମନ୍ତ୍ରକୁ 21 ଥର ଜପ କରିବେ। ଯେତେବେଳେ ଆପଣ ମହାଦେବଙ୍କ ନିକଟରେ ଫୁଲ ଅର୍ପଣ କରିବେ ତ ସେତେବେଳେ ମହାଦେବଙ୍କ ସମ୍ମୁଖରେ ଆପଣ ଏହି ମହାମୃତ୍ୟୁଞ୍ଜୟ ମନ୍ତ୍ରକୁ 21 ଥର ଜପ କରିବେ। ତାପରେ ନିଜର ମନସ୍କାମନାକୁ ପୂର୍ଣ୍ଣ କରିବା ପାଇଁ ପ୍ରଭୁ ଭୋଳାଦେବଙ୍କ ନିକଟରେ ପ୍ରାର୍ଥନା କରିବେ। ତ ଏହି ଉପାୟଟିକୁ ଆପଣଙ୍କୁ ସମ୍ପୂର୍ଣ୍ଣ ଶ୍ରଦ୍ଧା ଏବଂ ବିଶ୍ୱାସର ସହିତ କରିବାର ଅଛି, କାରଣ ଯେଉଁଠାରେ ଶ୍ରଦ୍ଧା ଏବଂ ବିଶ୍ୱାସ ରହିଥାଏ ସେଠାରେ ପ୍ରତ୍ୟେକ ଜିନିଷ ସମ୍ଭବ ହୋଇଥାଏ। ମାତ୍ର ଯେଉଁଠାରେ ଶ୍ରଦ୍ଧା କିମ୍ବା ବିଶ୍ୱାସ ରହିନଥାଏ ସେଠାରେ ସମ୍ଭବ ଜିନିଷ ମଧ୍ୟ ଅସମ୍ଭବ ହୋଇଯାଇଥାଏ। ବନ୍ଧୁମାନେ, ଚାକିରି ତ ଆମକୁ ସେମିତିରେ ହିଁ ମିଳିଯାଇନଥାଏ। ଚାକିରି ପାଇଁ ଆମକୁ ପରିଶ୍ରମ କରିବାକୁ ପଡ଼ିଥାଏ। ମାତ୍ର ବେଳେବେଳେ ପରିଶ୍ରମ କଲା ପରେ ମଧ୍ୟ ଆମକୁ ଚାକିରି ପ୍ରାପ୍ତି ହୋଇପାରିନଥାଏ। ତ ଏଭଳି ପରିସ୍ଥିତିରେ ଚେଷ୍ଟା କରିବା ସହିତ ଉପାୟ ମଧ୍ୟ ପାଳନ କରିବାର ଅଛି। ତେବେ ଯାଇ ଆପଣଙ୍କୁ ଆପଣଙ୍କ ଭାଗ୍ୟର ସାଥ ମିଳିବ। କାରଣ ବେଳେବେଳେ କୁଣ୍ଡଳୀରେ ଆମକୁ ଗ୍ରହମାନଙ୍କର ସାଥ ମିଳିନଥାଏ, ଯାହାଫଳରେ ହେବା କାର୍ଯ୍ୟ ମଧ୍ୟ ଆମର ହୋଇନଥାଏ। ସେଥିପାଇଁ କୁଣ୍ଡଳୀରେ ଗ୍ରହମାନଙ୍କୁ ମଜବୁତ ବନାଇବା ପାଇଁ, ନବଗ୍ରହଙ୍କର ସାଥ ପାଇବା ପାଇଁ ଆମକୁ କିଛି ଉପାୟର ପାଳନ କରିବାକୁ ପଡ଼ିଥାଏ।
ତ ଆପଣ ପରିଶ୍ରମ କରିବା ସହିତ ଯଦି ଏହି ଉପାୟକୁ ମଧ୍ୟ ପାଳନ କରନ୍ତି ତ ନିଶ୍ଚିତ ଭାବରେ ଆପଣଙ୍କର ମନସ୍କାମନା ପୂର୍ଣ୍ଣ ହେବ ଏବଂ ଖୁବ୍ ଶୀଘ୍ର ଆପଣଙ୍କୁ ଚାକିରି ପ୍ରାପ୍ତି ହୋଇଯିବ। ତ ବନ୍ଧୁମାନେ, ଏହି କନିଅର ଫୁଲର ଧାର୍ମିକ ଗୁଣ ସହିତ ଏହାର ଅନେକ ଆୟୁର୍ବେଦିକ ଗୁଣ ମଧ୍ୟ ରହିଛି। ଏହା ବିଷାକ୍ତ ହେବା ପରେ ମଧ୍ୟ ଏହା ଆମ ଶରୀରର ବାହାର ଅଙ୍ଗର ଅନେକ ରୋଗର ଭଲ କରିବା ପାଇଁ ମଧ୍ୟ ଏହାକୁ ବ୍ୟବହାର କରାଯାଇଥାଏ। ତେବେ ଆପଣ ଏହାକୁ ଆୟୁର୍ବେଦିକ ଭାବରେ ମଧ୍ୟ ବ୍ୟବହାର କରିପାରିବେ। ଏହି ଗଛଟି ପ୍ରାୟତଃ ସବୁ ଜାଗାରେ ଆମକୁ ମିଳିଯାଇଥାଏ, ମାତ୍ର ଆମେ ସମସ୍ତେ ଏହାର ଚମତ୍କାରୀ ଶକ୍ତିକୁ ଜାଣିନଥାଉ। ସେଥିପାଇଁ ଏହା ଆମକୁ ସାଧାରଣ ପରି ଲାଗିଥାଏ। କେବଳ କନିଅର ଫୁଲ ହିଁ ନୁହେଁ, ଆମର ଆଖପାଖରେ ଏପରି ଅନେକ ଗଛ ରହିଛି ଯାହାର ଚମତ୍କାରୀ ଶକ୍ତି ବିଷୟରେ ଆମକୁ ଜଣାନଥାଏ ଏବଂ ଆମେ ସେହି ଗଛଗୁଡ଼ିକୁ ସାଧାରଣ ଭାବିଥାଉ। କିନ୍ତୁ ପ୍ରତ୍ୟେକ ଗଛରେ କିଛି ନା କିଛି ଚମତ୍କାରୀ ଶକ୍ତି ରହିଥାଏ, ଯାହା ଆମକୁ ଅନେକ ରୋଗ ବେମାରୀ ଏବଂ ଅନେକ ସମସ୍ୟାରୁ ମଧ୍ୟ ରକ୍ଷା କରିପାରିଥାଏ। ମାତ୍ର ସେସବୁ ବିଷୟରେ ଆମର କୌଣସି ଧାରଣା ମଧ୍ୟ ନଥାଏ। କିନ୍ତୁ ଆମେ ଯେତେବେଳେ କୌଣସି ଗଛର କିମ୍ବା ଫୁଲର ଚମତ୍କାରୀ ଶକ୍ତି ବିଷୟରେ ଜାଣିଥାଉ, ତେବେ ତାହାକୁ ବ୍ୟବହାର କରି ଆମେ ଆମ ଜୀବନର ଅନେକ ସମସ୍ୟାକୁ ମଧ୍ୟ ଦୂର କରିପାରିଥାଉ। ତ ବନ୍ଧୁମାନେ, ସେହିଭଳି କନିଅର ଫୁଲର ଚମତ୍କାରୀ ଶକ୍ତି ଦ୍ୱାରା, ଚମତ୍କାରୀ ଉପାୟ ଦ୍ୱାରା ଆପଣ ଆପଣଙ୍କ ଜୀବନରେ ଚାଲିଥିବା ଅନେକ ଗୁଡ଼ିଏ ସମସ୍ୟାର ସମାଧାନ କରିପାରିବେ। ତ ଏହି ଉପାୟ ଗୁଡ଼ିକ ବହୁତ ହିଁ ସରଳ ଅଟେ, ଯାହାକୁ ଆପଣ ନିଶ୍ଚିତ ଭାବରେ କରିପାରିବେ। କିନ୍ତୁ ଏହାର ଫଳ ବହୁତ ହିଁ ଚମତ୍କାରୀ ଅଟେ। ଆପଣଙ୍କୁ ଏହାର ଉପାୟ କରିବା ଦ୍ୱାରା ଯେଉଁ ଫଳ ପ୍ରାପ୍ତି ହେବ ତାହା ଆପଣଙ୍କର ଜୀବନକୁ ପରିବର୍ତ୍ତନ କରିଦେବ। ତ ନିଶ୍ଚିତ ଭାବରେ ଆପଣ ମହାଶିବରାତ୍ରି ଦିନ କିମ୍ବା ମୁଁ କହିଥିବା ଦିନ ଗୁଡ଼ିକରେ ଆପଣ ଏହାର ଉପାୟ ନିଶ୍ଚିତ ପାଳନ କରନ୍ତୁ। ଦେଖିବେ ନିଶ୍ଚିତ ଭାବରେ ଏହାର ଲାଭ ଆପଣଙ୍କୁ ପ୍ରାପ୍ତି ହେବ ଏବଂ ଆପଣଙ୍କ ଜୀବନରେ ଏକ ସକାରାତ୍ମକ ପରିବର୍ତ୍ତନ ମଧ୍ୟ ହେବ। ତ ବନ୍ଧୁମାନେ, ମୋର ଏହି ଭିଡ଼ିଓଟି ଯଦି ଆପଣମାନଙ୍କୁ ଭଲ ଲାଗିଥାଏ ତେବେ ଭିଡ଼ିଓଟିକୁ ଲାଇକ୍ କରି ଚ୍ୟାନେଲଟିକୁ ସବସ୍କ୍ରାଇବ୍ କରିଦେବେ ଏବଂ କମେଣ୍ଟ ବକ୍ସରେ ଭକ୍ତି ଏବଂ ଶ୍ରଦ୍ଧାର ସହିତ ଓମ୍ ନମଃ ଶିବାୟ ନିଶ୍ଚୟ ଲେଖିବେ।